ଜଗନ୍ନାଥ। ଆଜି ଭଲ କଥାଟି ଥିବ ମନେ ରଖିଥାଅ। ଆଜି ଆଲୋଚନା କରିବା ବୈଶାଖ ଶୁକ୍ଳ ଅଷ୍ଟମୀ। ମହାପୁରୁଷ ଅନେକ ଶାସ୍ତ୍ର ଲେଖିଛନ୍ତି। ତା ଦେହରେ ଦେଖିବ ବେଶୀ ଚୈତ୍ର ମାସକୁ ବେଶୀ ଆଇଡେଣ୍ଟିଫାଇ କରୁଛନ୍ତି, ମୀନ ମାସକୁ, ଆଉ ବୈଶାଖ ମାସକୁ, ଆଉ ମିଥୁନ ମାସକୁ, ମାନେ ଆଷାଢ ମାସ। ଏ ତିନି ଗୋଟି ମାସକୁ ବେଶୀ ମହାପୁରୁଷ କଣ କରୁଛନ୍ତି, ଆଇଡେଣ୍ଟିଫାଏ କରୁଛନ୍ତି, ବା ବେଶୀ ଏ ତିନି ମାସକୁ କଣ କରୁଛନ୍ତି, ମାନେ ମୁଖ୍ୟ ଭାବରେ କଣ କରୁଛନ୍ତି, ଗ୍ରହଣ କରୁଛନ୍ତି। ଆଉ ବୈଶାଖ ମାସ ଆମର କଣ ନୂଆ ମାସ, ବର୍ଷର ନୂଆ ମାସ, ପ୍ରଥମ ମାସ। ମହାପୁରୁଷ କୁହନ୍ତି ଏ ବୈଶାଖ ମାସରେ ଅନେକ ନୂତନ ନୂତନ ସବୁ ଖେଳ ଘର ହବ। ବୁଝିପାରୁଛ ନା? ବା ବୈଶାଖ ମାସରେ ଅଲୌକିକ ଘଟଣା ମାନ ଘଟିବ। ସେମିତି ଚୈତ୍ର ମାସରେ ଅଲୌକିକ ଘଟଣା ମାନ ଘଟିବ, ସେମିତି ମିଥୁନ ମାସରେ ଅଲୌକିକ ଘଟଣା ମାନ ଘଟିବ। କାହିଁକି ବୈଶାଖ ମାସକୁ ମୁଖ୍ୟ ବୋଲି ଧରିବେ? ଏକଥା ଆଲୋଚନା କଲେ ଗୋଟେ ବଡ ଏପିସୋଡ ହେଇଯିବ, କିନ୍ତୁ ଏତିକି ମନେ ରଖିଥାଅ, ବାସ୍ତବ ମତରେ କଳି ଶେଷ ହବ ଯେବେ ଶେଷ ହବ, ସେ ବୈଶାଖ ମାସ ଶେଷ ହବ। ବୁଝିପାରୁଛି ନା? ଯେବେ ଶେଷ ହବ, କେବେ କୋଉ ମାସରେ, ବୈଶାଖ ମାସ। କାହିଁକି? ମହାପୁରୁଷଙ୍କ ଦେଖିବ ଶିବ କଳ୍ପଶାସ୍ତ୍ର, ଅମର ଝୁମର ଲେଖିନାହାନ୍ତି ନା? ଦେଖିଛନ୍ତି ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ଦିନ, ସେଇଦିନ କଳିଯୁଗ ହୋଇବ। ବୈଶାଖ ମାସ ହେଇଥିବ, ଶୁକ୍ଳ ପକ୍ଷ ହେଇଥିବ, ଅଷ୍ଟମୀ ତିଥି ହେଇଥିବ, ଗୁରୁବାର ପଡିଥିବ, ସେଇଦିନ କଣ ହେଇଯିବ, କଳିଯୁଗ ସମ୍ପୂର୍ଣ୍ଣ ହଉଛି ନା? ଏବଂ କହିବାର ତାତ୍ପର୍ଯ୍ୟ, ଅତୀତରେ କଣ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାର ପଡିନି? ଅନେକ ବାର ପଡିଥିବ, ପଡିନଥିବ? କିନ୍ତୁ ମହାପୁରୁଷ କହନ୍ତି ସେ ପଡିଆରେ କିଛି ମହତ୍ଵ ନାହିଁ। ଅମରଯୁଗ ସଂହିତା ତମେ ଦେଖିବ, ସେଥିରେ ସେ ଲେଖିଛନ୍ତି, ବାଳ ମୁକୁନ୍ଦ ସଳିଆବ ଶେଷ ହେବ, ସେହିଦିନ କଳିଯୁଗ ସମ୍ପୂର୍ଣ୍ଣ ହୁଏ। ବାଳ ମୁକୁନ୍ଦ ସଳିଆବ ନୋଟି ଦେଲେ କଣ ଅଛି, 42 ହଉନି, ସଳିଆବ 42 ହଉନି ନା? ବାଳ ମୁକୁନ୍ଦଙ୍କର 42 ଅଙ୍କ ହେଇଛି। ସେଇଦିନ କଳିଯୁଗ ହୋଇବ ସମ୍ପୂର୍ଣ୍ଣ। ତା ସେଦିନ କଣ ନା ବୈଶାଖ ମାସ ପଡିଥିବ, ଶୁକ୍ଳ ପକ୍ଷ ହେଇଥିବ, ଅଷ୍ଟମୀ ତିଥି ପଡିଥିବ, ଗୁରୁବାର ହେଇଥିବ। ବୁଝିହଉଛି? ସେଇଟା କିନ୍ତୁ ବାସ୍ତବ ମତରେ ମୁକୁନ୍ଦ ଦେବଙ୍କ ଆଗକୁ ମୁକୁନ୍ଦ ଦେବ ରଜା ହେବେ, ତାଙ୍କ 42 ଅଙ୍କରେ ନିଶ୍ଚିନ୍ତ ପଡୁଅଛି। এটা ଆମର ଦୃଢ ବିଶ୍ୱାସ। ଏବଂ ମୁକୁନ୍ଦ ଦେବଙ୍କର 32 ଅଙ୍କରେ
ମୀନ ଶନି ଗୁରୁବାରେ ପଡୁଛି ଭଲ ଭାବରେ। ସେତେବେଳେ ମିଥୁନ ମାସରେ 13 ଦିନିଆ ପକ୍ଷ ମଧ୍ୟ ଭୋଗ। ତାହେଲେ ମୁକୁନ୍ଦ ଦେବ ରଜା କେବେ? ସେ ଗୋଟେ ବଡ ପ୍ରଶ୍ନ ନା ନାଇଁ? ପ୍ରଶ୍ନ ପ୍ରଶ୍ନରେ ଥାଉ। କିନ୍ତୁ ମହାପୁରୁଷ ଏଠି କହୁଛନ୍ତି ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ଦିନ, ସେହି ଦିନ କଳିଯୁଗ ହୋଇବ ସମ୍ପୂର୍ଣ୍ଣ। ବାଳ ମୁକୁନ୍ଦ ସଳିଆବ ଶେଷ ହେବ, ସେହି ଦିନ କଳିଯୁଗ ସମ୍ପୂର୍ଣ୍ଣ ହେବ। କିଏ କହିଲେ? ଅଚ୍ୟୁତ କହିଲେ। ବୁଝିହଉଛି କଥା କହିଲି କିଏ? ସେ ଅଚ୍ୟୁତାନନ୍ଦ ମହାପୁରୁଷ। ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର। ଯଶୋବନ୍ତ ଦାସ ମଧ୍ୟ କିଛି କହିଲେ ଏଇ ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର। ବୁଝିପାରୁଛ ନା ବୁଝିପାରୁଛ? ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର, ବୈଶାଖ ଶୁକ୍ଳ ଅଷ୍ଟମୀର ଗୁରୁବାରଟି ସେଦିନର ରାତ୍ର ଅର୍ଦ୍ଧ ଠାରେ ଜାଣ, ଦଳାଇ ଘାଇଟି ପ୍ରମାଣ, ଭାଙ୍ଗିଣ ହେବ ନାର ଖାର, ଅନ୍ୟଥା ନୋହି ଭଟି ନର, ପୁଷିଆ ନକ୍ଷତ୍ର ଶୁଭ ଯୋଗ, ଘାଇ ଯେ ନିଶ୍ଚୟ ଭାଙ୍ଗିବ। କେତେ କଥା କହୁଛନ୍ତି ଯଶୋବନ୍ତ ସେଇଆକୁ କହିଲେ। ବୈଶାଖ ମାସ ହୋଇଥିବ, ଶୁକ୍ଳ ଅଷ୍ଟମୀ ତିଥି ପଡିଥିବ, ଗୁରୁବାର ହେଇଥିବ, ସେଦିନ ରାତି ଅଧରେ କଣ ହବ? ଦଳେଇ ଘାଇ ଭାଙ୍ଗିବ। ଫେରେ ପୁଷିଆ ନକ୍ଷତ୍ରରେ, ସେତେବେଳେ ନକ୍ଷତ୍ର କଣ ଭୋଗୁଥିବ? ପୁଷିଆ ନକ୍ଷତ୍ର ଭୋଗ କରୁଥିବ। ତେଣୁ ତମେ ଦେଖ, ସେମିତି ଶିଶୁ ଅନନ୍ତ ମଧ୍ୟ ଲେଖିଛନ୍ତି ସେଇ ବୈଶାଖ ଶୁକ୍ଳ ଅଷ୍ଟମୀ। ସବୁ ମହାପୁରୁଷ ମାନେ ବୈଶାଖ ମାସକୁ ମୁଖ୍ୟ ଭାବରେ ଗ୍ରହଣ କରିଛନ୍ତି। କାରଣ ବାରମ୍ବାର ବୈଶାଖ ମାସକୁ, ଚୈତ୍ର ମାସକୁ, ମିଥୁନ ମାସକୁ ମହାପୁରୁଷ ମାନେ କଣ କରିଛନ୍ତି? ଶ୍ରେଷ୍ଠ କରି ରଖିଛନ୍ତି। କଳିଯୁଗରେ ସେଇ ମାସରେ ଅନେକ ସବୁ ରୀତିପାତ ମାନ ଦେଖା। ବୁଝିପାରିଲ ନା ବୁଝିପାରିଲ? ଏହି କାରଣରୁ ଏଥିପାଇଁ କି ଏଟା ମହାପୁରୁଷଙ୍କ ବାଣୀ ନୁହଁ। ମହାପୁରୁଷ କହୁଛନ୍ତି ଅଚ୍ୟୁତ ମୁଁ କହୁଛି ବୋଲି ତମେ ଭାବନା, ଏଟା ବିଧିର ବିଧାନ ଆଗରୁ ଲେଖା ଅଛି। କିଏ କହୁଛନ୍ତି? ଅଚ୍ୟୁତ ମହାପୁରୁଷ। ବିଧିର ବିଧାନ ଆଗରୁ ଲେଖା ଅଛି, ଏହା ହିଁ ଘଟିବ। ମୁଁ ଖାଲି ତମ ପାଖେ ପରିପ୍ରକାଶ କରୁଛି, ମୁଁ ବି କାଟି ପାରିବି ନାହିଁ। ସେଥି ନେଇକି ପଞ୍ଚସଖା ମାନେ କଣ କରୁଛନ୍ତି? ମୁଖ୍ୟ ଭାବରେ ବୈଶାଖ ଶୁକ୍ଳ ଅଷ୍ଟମୀ କି କଣ କରୁଛନ୍ତି? ସଂହାର ଲୀଳାର ସ୍ୱତନ୍ତ୍ର ସିମ୍ବଲ ଆମକୁ ପ୍ରଦାନ କରିଛନ୍ତି। ଯଶୋବନ୍ତ ଦାସଙ୍କ ମତରେ ଯୋଉ ଆମର ଦଳେଇ ଘାଇ ଭାଙ୍ଗିବ, ସେଠି କହିଲେ କଣ? ବୈଶାଖ ଶୁକ୍ଳ ଅଷ୍ଟମୀ ହେଇଥିବ, ଗୁରୁବାର ପଡିଥିବ, ରାତି ଅଧରେ ବାହାରିବ, ପୁଷିଆ ନକ୍ଷତ୍ର ଭୋଗ ହଉଥିବ। ତାହେଲେ କୋଉ ବର୍ଷ? କଥାଟା ବୁଝିହଉଛି ନା? ସେଇଟାକୁ ପଛରେ ଆଲୋଚନା କରିବା। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗୋବା ହରି ବୋଲ।